କାଳବୈଶାଖୀ ତାଣ୍ଡବରେ ଛିଞ୍ଚତ୍ର ଘରଦ୍ୱାର। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଯୁବାଗୁଡ଼ା ପଞ୍ଚାୟତ ପଣ୍ଡାମୁହାଁ ଗାଁରେ ଗତକାଲି ସନ୍ଧ୍ୟା 7ଟାରେ ହଠାତ୍ କଳା ମେଘ ଆକାଶରୁ ଆସି ପବନ ବର୍ଷା ବିଜୁଳି ଘଡ଼ଘଡ଼ି ହୋଇ ଗାଁର 10ରୁ ଉର୍ଦ୍ଧ୍ୱ ପରିବାର ଲୋକଙ୍କ ଘରଦ୍ୱାର ଉଡ଼ାଇ ନେଇଛି। ପଣ୍ଡାମୁହାଁ ଗାଁରେ କାଳବୈଶାଖୀର ତାଣ୍ଡବରେ ପାଖାପାଖି 15ରୁ 20 ପରିବାର ଘରଦ୍ୱାର ଛାରଖାର ହୋଇଯାଇଛି। ଗରିବ ନିରୀହ ଆଦିବାସୀମାନଙ୍କ ଘରଦ୍ୱାର ଛାରଖାର ହୋଇଯାଇଛି। କାହାର ଆଜବେଷ୍ଟ 100-200 ମିଟର ଦୂରତାକୁ ଉଡ଼ିଯାଇଛି। କାହାର ଘର ଉପରେ ଗଛ ପଡ଼ି କ୍ଷୟକ୍ଷତି ହୋଇଛି। ଛଣ, ଆଜବେଷ୍ଟ, ଟିଣ, କାଠ, ଦୁଲା ସବୁ ଉଡ଼ାଇ ନେଇଛି। ଲୋକେ ରାତି ସାରା ଅନିଦ୍ରା ହୋଇ ଗଛ ମୂଳରେ ଲୁଚିକି ରହିଥିଲେ। ଘରର କାନ୍ଥ ଭୁଷୁଡ଼ି ଯାଇଛି। ଚାଉଳ, ଧାନ, ଟଙ୍କା ପଇସା, ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। କ'ଣ ଖାଇବେ, କେମିତି ରହିବେ ଏହି ଗରିବ ନିରୀହ ଆଦିବାସୀମାନେ? କାଳବୈଶାଖୀର ତାଣ୍ଡବରେ କ୍ଷୟକ୍ଷତି ଘଟିଥିବା ପରିବାର ଯଥା ୱାର୍ଡ ମେମ୍ବର ଶ୍ରୀମତୀ କବିତା ମଲ୍ଲିକ, ବଗି ମଲ୍ଲିକ, ବନ୍ଦେଡ଼ା ମଲ୍ଲିକ, କୁନ୍ଦୁକୁଡ଼ି ମଲ୍ଲିକ, ସନାତନ ମଣ୍ଡଳ ମାଝୀ, ଆଶାଲତା ମଲ୍ଲିକ, କବିତା ମଲ୍ଲିକ, ପିଲିପ ମଣ୍ଡଳ ମାଝୀ, ଶ୍ରୀକାନ୍ତ ବେରୁକ ମାଝୀ, ବିଜୟ ବେରୁକ ମାଝୀ, ରିଟୁ ମଣ୍ଡଳ ମାଝୀ, ସେହିଭଳି ପିତୃ ମଣ୍ଡଳ ମାଝୀ, ବେଣ୍ଡି ମଣ୍ଡଳ ମାଝୀ କ୍ଷତିଗ୍ରସ୍ତ ଲୋକେ ଦୁର୍ଦ୍ଦଶାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପଣ୍ଡାମୁହାଁ ଗାଁର ନିରୀହ ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିଭଳି କୋଟଗଡ଼ ବ୍ଲକର 15 ଗୋଟି ପଞ୍ଚାୟତ ଯଥା କୋଟଗଡ଼, ମାଦାଗୁଡ଼ା, ଜୁଡ଼ାବାଲି, ଧରାକୋଟ, ଦୁର୍ଗାପଙ୍ଗା, ସୁବର୍ଣ୍ଣଗିରି, ସାର୍ତୁଲ, ଓରା, ଗୁଗୁରମୁହାଁ, ଶ୍ରୀରାମପୁର, ଯୁବାଗୁଡ଼ା, ମାଲାଙ୍ଗା, ପକାରୀ, ରାଣୀପଙ୍ଗା, ପାରିଗଡ଼ରେ କାଳବୈଶାଖୀର ତାଣ୍ଡବରେ ଘରଦ୍ୱାର ଉଡ଼ିଯାଇଛି। ଘର ଉପରେ ଗଛ ମଧ୍ୟ ପଡ଼ି ବହୁ ଲୋକଙ୍କ ବହୁତ କ୍ଷତି ହୋଇଯାଇଛି। ଆସବାବପତ୍ରଠାରୁ ଆରମ୍ଭ କରି ଧାନ, ଚାଉଳ, ଟଙ୍କା ପଇସା ବହୁତ ଜିନିଷ ନଷ୍ଟ ହୋଇଯାଇଛି। ଆଜ୍ଞା ନମସ୍କାର। ଦେଖନ୍ତୁ ଆମର ଘର ରାତି 7ଟାରେ ଉଡ଼ିଗଲା। ଆମ ଶୋଇବାର ଖାନା ପିନା କିଛି କରୁନି। ମୁଁ ଶୋଇଲି, ତାପରେ ମୁଁ କେମିତି ହେବ, କେମିତି ମରିବ ବୋଲିକି ମୁଁ କାନ୍ଦି କାନ୍ଦି ରହିଲୁ। ଘର ସବୁ ଉଡ଼ିଗଲା। ଜାଣିବେ ନାହିଁ, କିଛି ନେବେ ନାହିଁ। ସରକାରକୁ ଅନୁରୋଧ କରୁଛି, ଆମେ ନୂଆ ଘର ନିହାତି ଆବଶ୍ୟକ। ସରକାର ମୋତେ ଦେବା ପାଇଁ ସାହାଯ୍ୟ କରିଲେ ମୋତେ ବହୁତ ଭଲ ହେଇଥାନ୍ତା। ଯୁବାଗୁଡ଼ା ପଞ୍ଚାୟତ ପଣ୍ଡାମୁହାଁ ଗ୍ରାମର ଆମର ଲେପକା ମଲ୍ଲିକ ମୁଁ କହୁଛି। ଆମର ଘର କାଲି 7ଟାରୁ ଘୂର୍ଣ୍ଣିବାୟୁ ଆସିକରି ମୋର ମାନେ ଘର ଭିତରେ ପାଣି ସବୁ ଭର୍ତ୍ତି ଯାଇଛି। ଏବେ ବି ପିଙ୍ଗି ପାରିନାହିଁ। ମୋତେ ସରକାରଙ୍କୁ ଅନୁରୋଧ କରିବାର ସରକାର ମୋତେ ଯେମିତି ବି ଇନ୍ଦିରାବାସ ଆବାସ ଯୋଜନା ଗୃହ ଦେଇକରି ମୋତେ କିଛି ସାହାଯ୍ୟ କଲେ ଭଲ ହୁଅନ୍ତା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଓଡ଼ିଶା ଲାଇଭ୍।